ଭାଇ ଗୋଟେ କଥାକୁ ସିରିୟସଲି ଭାବିବ, ଯଦି ବାତ୍ୟା ଓଡିଶାର ମାଉସୀ ପୁଅ ଭାଇ ହୁଏ, ତାହେଲେ କୌଣସି ଗୋଟେ ବହିରେ ଶାସ୍ତ୍ର ପୁରାଣରେ ଲେଖା ହେଇଥିବ ଲଘୁଚାପ ଓଡିଶାର ପିଇସି ପୁଅ ଭାଇ ହେଇଥିବ 100%। ହଁ, ନହେଲେ କଣ ଗୋଟେ ସମ୍ପର୍କ ତ ଓଡିଶା ସାଙ୍ଗରେ ଲଘୁଚାପର ଅଛି, ଛାଡି ଯିବାର ନା ଧରୁନି ନା ରହିଛି ତ ଆଉ। ହସ ନାଇଁ ଭାଇ, ଯେମିତି ଜୁନ ଜୁଲାଇ ମାସ ଯିବ, ଖରା ଛୁଟି ସରିବ, ପ୍ରଥମେ ଓଡିଶାକୁ ଆସିବ ମୌସୁମୀ, ଟିକେ ଛୁଇଁକିନା ପଳେଇବ, ତାପରେ ତା ସାଙ୍ଗରେ ତା ମାଉସୀ ପୁଅ ଭାଇଟା ଆସିବ ଲଘୁଚାପ, ରହିବ ଟୋଟାଲି ଓଡିଶାରେ। ହଁ, କଣ ଭଲ ପାଇଯାଇଛି କଣ, ଟୋଟାଲି 3-4 ମାସ ଖଣ୍ଡ ରହିବ, ପ୍ରତି 2-3 ଦିନରେ ଥରେ 3-4 ଦିନ ଲଗାତାର ବର୍ଷା ହବ। ବେଶୀ ଉତ୍ପାତ ନାହିଁ ନା, ପବନ ଫବନ ନାହିଁ, ଘଡଘଡି ଚଡଚଡି କିଛି ନାହିଁ, ଖାଲି ବର୍ଷା କରେଇ ଚାଲିବ ଚାଲିବ। ହସ ନାଇଁ ଭାଇ, ତମେ ବିଶ୍ୱାସ କର ଭାଇ, ଜନ୍ମ ଠାରୁ ଆଜି ପର୍ଯ୍ୟନ୍ତ ତମେ ଯେକୌଣସି ଜୁନ ଜୁଲାଇ ମାସରେ ନ୍ୟୁଜ ଚ୍ୟାନେଲ ଖୋଲିକିନା ଦେଖିବ, ଗୋଟିଏ ନ୍ୟୁଜ, ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ଘନୀଭୂତର ରୂପ ନେଇଛି, ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା। ପୁଣି 2 ଦିନ ପରେ ଉତ୍ତର ପୂର୍ବର ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ଆଉ ଥରେ ଘନୀଭୂତର ରୂପ ନେଲାଣି, ପ୍ରବଳ ବର୍ଷାର ସମ୍ଭାବନା। ମାନେ ସେମାନେ ଘୋଷି ଦେଇଛି, ମାନେ ଏଇଟା ତମେ ନ୍ୟୁଜ ଚ୍ୟାନେଲ କରିବ ମାନେ ଏଇ ନ୍ୟୁଜଟା ପଢିଆଟା ଫାଇନାଲ। ହସ ନାଇଁ ଭାଇ।